ସୁଦୀପ୍ତ ଦ୍ୱାରା ଆପଣମାନେ ଯଦି ପ୍ରାର୍ଥନାରେ ଶୁଣ ସୁଜନେ କାର୍ଯ୍ୟକ୍ରମ ଏବେ ଦେଖୁଥିବେ ତାହେଲେ ଶୁକ୍ରବାରରୁ ରବିବାର ପର୍ଯ୍ୟନ୍ତ ଓଡ଼ିଶାର ଲୋକକଳା ଲୋକ ସଂସ୍କୃତି ଲୋକ କଥା ଏ ତ ପୁରାତନ କାର୍ଯ୍ୟକ୍ରମ କିନ୍ତୁ ଆମେ ନୂଆ ସେଇ ହିସାବରେ ନୂଆ ହିସାବରେ ଅନେକ ଜାଗା ବୁଲୁଛୁ ଯେହେତୁ ଐତିହାସିକ ଠାକୁରାଣୀ ଯାତ୍ରା ବୋଧେ ମାଙ୍କର ସୁଦାୟ ହେଲା ଆଦିଶକ୍ତି ଦୈବୀ ଶକ୍ତିଙ୍କର ଆଶୀର୍ବାଦ ନହେଲେ ଏ ମାଟିରେ ଏ ପୀଠରେ ଐତିହାସିକ ଯାତ୍ରାରେ ନିଜକୁ ସାମିଲ କରିବା ତାହା ପୁଣି ଚରିତ୍ରରେ ନନା ଭୂମିକାରେ ଯେଉଁଠି ଲୋକଙ୍କର ସ୍ନେହ ଶ୍ରଦ୍ଧା ଆଦର ପାଇବ ଦେଖୁ ଦେଖୁ ଲୋକ କହୁଥିବେ ଚକୁଳିଆ ନନା ଆଇଲେ ଏହା ଆଜ୍ଞା ପୂର୍ବଜନ୍ମର କର୍ମଫଳ ନୁହେଁ ତାର ସେଇ କ୍ରମରେ ଆମେ ଚକୁଳିଆ ନନା ବୁଲି ବୁଲି ଦେଖିଲୁ ଯେ ମହାପ୍ରଭୁଙ୍କର 32 ବେଶ ଆଜ୍ଞା ଯୋଉ ମହାପ୍ରଭୁଙ୍କୁ ଛାଡ଼ିଦେଲେ ଚକୁଳିଆ ନନା ଏ ଚରିତ୍ରର ଅସ୍ତିତ୍ୱ ନାହିଁ ଯୋଉଠି ଜଗନ୍ନାଥ ନାହାନ୍ତି ଯୋଉଠି ଚକା ଆଖି ନାହାନ୍ତି ଯୋଉଠି ବାଗଦେବୀ ଶାରଳା ନାହାନ୍ତି ଯୋଉଠି ସରସ୍ୱତୀ ନାହାନ୍ତି ସେଠି କଣ୍ଠରେ ଶବ୍ଦ ନାହିଁ ଯୋଉଠି ଚକା ଆଖି ଯାହାକୁ ଦେଖୁନାହାନ୍ତି ଶ୍ରୀମନ୍ଦିରର ଅଭଡ଼ା ଯୋଉଠି ଯୋଉ ତୁଣ୍ଡରେ ନାହିଁ ସେ ତୁଣ୍ଡରେ ସେ ଚରିତ୍ରରେ ଶୁଣ ସୁଜରେ ନାହିଁ ଆଜ୍ଞା ତେଣୁକରି ଯୋଉଠି ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ କଥା ଅଛି ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ କଥା ଚାଲିଛି ଯାହା ପୁଣି ସେଉଠି ଯୋଉଠି ଦୁନିଆକୁ ଦୁଇ ବଡ଼ ବଡ଼ ଆଖିରେ ଦେଖୁଥିବା ଠାକୁର ଯୋଉମାନଙ୍କୁ ଦେଖିବାର କଥା ଛଡ଼େଇ ନେଇଛନ୍ତି ସବୁ କଥା ପଛରେ ମହାପ୍ରଭୁଙ୍କର ମହତ କଥା ଥାଏ ଏ ସେଇ ରାଜ୍ୟ ଆଜ୍ଞା ଯୋଉ ରାଜ୍ୟରେ ହାତ ନଥିବା ଠାକୁର ସବୁଠାରୁ ବଡ଼ ଠାକୁର ଯୋଉ ରାଜ୍ୟରେ ପାଦ ନଥିବା ଦିଅ ଦୁନିଆର ସବୁଠୁ ବଡ଼ ଦିଅ ଆପଣମାନଙ୍କ ପାଖରେ ଦେଖିବାର କ୍ଷମତା ନାହିଁ ସେ ଅଧିକ ଦେଖୁଛନ୍ତି ବୋଲି ତାଙ୍କ ଆଖିରେ ପଲକ ନାହିଁ ବ୍ୟସ୍ତ ହେବେନି ଆପଣମାନେ ଆଜ୍ଞା ଆପଣଙ୍କ ପାଇଁ ସିଏ ଦୁନିଆକୁ ଦେଖୁଛନ୍ତି ଆଉ ଦୁନିଆ ଭିତରେ ଆପଣମାନେ ଅଛନ୍ତି ଯୋଉଠି ମହାପ୍ରଭୁ ଅଛନ୍ତି ସେଠି ଆପଣ ଅଛନ୍ତି ହୁଏତ ଏହା ଜଗନ୍ନାଥଙ୍କର ଇଚ୍ଛା ଆମେ ଆଖି ବନ୍ଦ କରି ଜଗନ୍ନାଥଙ୍କୁ ଖୋଜୁଛୁ ଈଶ୍ୱର ପ୍ରାପ୍ତି ହେବା ପାଇଁ ଆପଣ ଅନବରତ ଜଗନ୍ନାଥଙ୍କୁ ଦେଖୁଛନ୍ତି ସେଇଟା ଆପଣଙ୍କର ଭାଗ୍ୟ ଆଜ୍ଞା ଏଇଠି ଏଇ ମଞ୍ଚରେ ମହାପ୍ରଭୁ ଦର୍ଶନ ଲାଭ କରି ଏତିକି ତ ଅନୁଭବ ହେଲା ଆଜ୍ଞା ସତରେ ଯେତେବେଳେ ଆଜ୍ଞା କହୁଥିଲେ ଶୁଣ ସୁଜନର ଚକୁଳିଆ ନନା ମାନେ ଆସିଛନ୍ତି ରୁମୁଡ଼ ଠିଆ ହେଇଯାଉଥିଲା ଲାଗୁଥିଲା ଏଇଟା ଗୋଟେ ବାପା ମାଙ୍କର କୋଉ ଜନ୍ମର ପୁଣ୍ୟ ଫଳ ଆପଣମାନଙ୍କର ଭଲ ପାଇବା ଆଶୀର୍ବାଦ ଏମିତି ଥାଉ ଆଉ ଏଇ ଯୋଉ ଭାଇ ଭଉଣୀ ମାନେ ଅଛନ୍ତି ଭାବନ୍ତୁ ଥରେ ଦୁନିଆରେ ଆଜିକାଲି ବାପା ମା ମାନେ ତାଙ୍କ ପିଲାମାନଙ୍କୁ ସକାଳ ହେଲେ ପାଦରେ ଘୁଙ୍ଗୁର ବାନ୍ଧି କୋଉ ସାର ପାଖକୁ ନେଇ ଯାଉଛନ୍ତି ଛୁଆଙ୍କର ନାଚ ଶିଖିବ ଗୀତ ଶିଖିବ ଆଜ୍ଞା ଛୁଆଙ୍କର ଭଲ ଅଭିନୟ କରିବ ନାଚି ନାଚି ଓଡ଼ିଶୀ ଦୁନିଆରେ ପହଞ୍ଚିବ ଆଜ୍ଞା ଗୋଟିଏ କଥା ସତ ଯେ ରଙ୍ଗ ଯାହାର କଳା ବୋଲି ସେ ଠାକୁର କଳା ଠାକୁର ଆଉ ସେଇ କଳାରୁ କାଢ଼ିଯାଏ ଯାହାକୁ ନ ମିଳିବ ସେ କଳାକାର ହେଇପାରିବନି ଦୁନିଆରେ ଡାକ୍ତର ଇଞ୍ଜିନିୟର ଆଜ୍ଞା ପାଠ ପଢିକି ତିଆରି ହୁଅନ୍ତି କୋଚିଂ ସେଣ୍ଟରକୁ ଯାଇ